ଅପକ୍ଷରେ ମୁଁ ଚାହିଁ ରହିଥିଲି ସୁମତି। ହେଲେ ତମେ କାହିଁକି ଆସିଛ କହିଲ? ମୋ ନିକଟକୁ କାହିଁକି ଆସିଛ? ସ୍ୱାମୀ, ତମେ କଣ ଜାଣିପାରୁନ ମୁଁ ତୁମ ନିକଟକୁ କାହିଁକି ଆସିଛି? ଦେଖିଲ, ଦେଖ ଝିଅର ମୁହଁକୁ ଦେଖ। ମୁଖ ବିକଳରେ ଆଉଟୁ ପାଉଟୁ ଘରେ ଟିକେ ଖଦ ନାହିଁ ତମରେ ତମକୁ କଣ କିଛି ଦେଖାଯାଉନି? କଣ କରିବେ ସ୍ୱାମୀ? ତମେ କୁହ, କଣ କରିବି ମୁଁ? हे कृष्ण, हे कृष्ण। सुमति जानिछ समुद्र प्रभातरे शत घर भिक्षा करे मु तीन घर भिक्षा करे मूर्ख बिकଳରେ ମସ୍ତିଷ୍କଟା ମୋର ମତି ଭ୍ରମ ଘଟୁଛି ସୁମତି। ଏ ପଦ ପରିଶ୍ରମ କରି ମୁଁ ରାଜ୍ୟ ବୋଲେଇ ପାରୁନି। ହେଲେ ସୁମତି, ମୁଁ ସତକ କଥା ସର୍ବଦା ମୋ ତୁଣ୍ଡରେ ଜପି ରହୁଛି। କଣ କରିବି କହିଲ? ସଖା 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 ସ୍ୱାମୀ, ତୁମ ସଖାକୁ କଣ କିଛି ଦେଖାଯାଉନି? ସଖାରେ ତ କଷ୍ଟ ତାକୁ କଣ ଦେଖାଯାଉନି? ଛୋଟ ମୋର ହଉଛି ମୁଣ୍ଡରେ ତାର ଧନ ଟିକେ ବି ନାହିଁ। ତୁମ ସଖାକୁ କଣ କିଛି ଦେଖାଯାଉନି? ସେ ପୁରା ଅନ୍ତର୍ଯାମୀ, ସେ ଅନ୍ତର କଥା ବୁଝି ପାରନ୍ତି। କାହିଁକି ତୁମେ ସୁମତି ଏମିତି କହୁଛ କହିଲ? ମୋ ସଖାକୁ ତୁମେ କଷ୍ଟ ହବନି, ତମେ ଏମିତି କହୁଛ। ସ୍ୱାମୀ, ଛୁଆକୁ ମୋର ଭାରି ଜୋରେ ଭୋକ ଲାଗିଲାଣି। ଭୋକ ଲାଗିଲାନି? ତାକୁ ଖାଇବା ପାଇଁ କିଛି ଆଣିବା ପାଇଁ ଦିଅ। ମରି ଯାଉଛି, ମରି ଯାଉଛି। କଣ କହିଲ ସ୍ୱାମୀ? କୋଉଠୁ ଆଣିବି ସୁମତି? ରାଜ୍ୟ ରାଜ୍ୟ ବୋଲି ପଦ ପରିଶ୍ରମ କରିବୁ। ତୁମେ ତ କହୁଛ